ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ତହଣା ପାନ ପଞ୍ଚାୟତ ମେରନାସ ଗ୍ରାମର ହରିହର ବିଷୟଙ୍କ କୂଅରୁ ଏକ ମୃତ ଭାଲୁ ନବରଙ୍ଗପୁର ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ସୂଚନା ପ୍ରକାରେ ହରିହରଙ୍କ କୂଅ ଭିତରେ ଜଙ୍ଗଲୀ ଭାଲୁ ପଡ଼ି ରହିଥିବା ଆଜି ସକାଳେ ଦେଖିବାକୁ ପାଇଥିଲେ। ଦେଖିଲା ପରେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ଭାଲୁକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନେଇଥିଲେ। ସୂଚନା ଥାଉ କି ଜଙ୍ଗଲରେ ଖାଦ୍ୟ ଅଭାବ କାରଣରୁ ଜଙ୍ଗଲୀ ଜୀବଜନ୍ତୁ ଗାଁ ମୁହାଁଇ ମରଣ ମୁହଁରେ ପଡୁଛନ୍ତି। ଏ ବ୍ଲକରେ ପ୍ରାୟତଃ ବିଭିନ୍ନ ସ୍ଥାନରେ ଭାଲୁ ବୁଲୁଥିବା ମଧ୍ୟ ଦେଖିବାକୁ ମିଳିଛି। ଜଙ୍ଗଲୀ ଭାଲୁ ଗାଁ ମୁହାଁ ହେଉଥିବାରୁ ଲୋକେ ଭୟଭୀତ ହୋଇଥିବା କହିଛନ୍ତି ଅଞ୍ଚଳବାସୀ। ରେଞ୍ଜର ଗୋପୀନାଥ ସାହୁ, ଫରେଷ୍ଟର ଲୋକିରାମ ମାଝୀ, ବନରକ୍ଷୀ ଲାଲୁ ବିଷୋଇ, ପରେଶ ବିଷୋଇ, ଭଗବାନ ଭତ୍ରା, ପାରଫ ଷ୍ଟାଫ୍ ଓ ରେସ୍କ୍ୟୁ ଟିମ୍ ଏ ମନୋଜ ଭାଲୁକୁ ଉଦ୍ଧାର କରି ପାପଡ଼ାହାଣ୍ଡି ବ୍ୟବଚ୍ଛେଦ କରି ପୋତାଯିବ ବୋଲି ସୂଚନା ଦିଆଯାଇଛି। सर कौन कहे आज गोटे भालुर मृत्यु खबर शुणाई कौटे जो भालु मृत्यु होती कौन होता कौन कौन उद्धार कले कौन कहे नहीं खबर मिलती आमर अच्छी जो नंदाहांडी मेरनास गाँव में गोटे कूअरे पड़ जाता भालुटा आमर आरआर टीम रेंज अफिसर नवरंगपुर अलग स्टाफ सब जाइए खबर मिली भालुटा मरी जाइए धरिकी आसमर डिअर पार्क जो अच्छे प्रोसीजर अनुसार पोस्टमार्टम कर पशु की डिस्पोज करा तार बॉडीटा देखा कौन कारण है तार कूअरे पड़ी कौन चिल्लस्त प्राथमिक ये कौन है जमा पड़ो। नवरंगपुर देवी प्रसाद पट्टनायक रिपोर्ट, न्यायवती टीवी।